ଆପଣ ନା ଶୁଣିଥିବେ ଆଳୁର ଦେଖିଥିବେ ଆଳୁ ଯେତେବେଳେ ପଚିଯାଏ କିମ୍ବା ଦାଗ ଥାଏ ଘରେ ମା ହଉ ଭଉଣୀ ହଉ ଯିଏ ରୋଷେଇ କରନ୍ତି ନା ସେ ଆଳୁଟାର ଅଧା ପୋର୍ସନ କାଟି ଦିଅନ୍ତି ବାକିଟାକୁ କାଟିକି ତରକାରୀରେ ଲଗେଇ ଦିଅନ୍ତି। ଆପଣ ଦେଖିଥିବେ ଏଟା ମେ ବି ବଡ ବଡ ଲୋକ ହାଇ ଫାଇ ଲୋକ କରୁନଥିବେ କିନ୍ତୁ ମିଡିଲ କ୍ଲାସ ଲୋକ ତ ଏଇ ଜିନିଷଟାକୁ କରନ୍ତି। ସେ ଆଳୁଟାକୁ କାଟି ଦିଅନ୍ତି ବାକି ଯୋଉ ଆଳୁଟାର କିଛି ପୋର୍ସନ ରହିଲା ସେଇଟାକୁ ସେ ୟୁଜ କରିଦିଅନ୍ତି। ସେମ୍ ଏକ୍ଜାକ୍ଟଲି ଆପଣଙ୍କର ବୟସ ବର୍ତ୍ତମାନ 30, 40, 20, 25 ଯାହା ବି ହଉ ଆପଣ ସର୍ଟ କିଛି ପିରିୟଡ ଆପଣଙ୍କର ଖରାପ ସମୟ ବିତି ଯାଇଛି। ଖରାପ ସମୟ ବିତି ଯାଇଛି ଇନ୍ ଦ ସେନ୍ସ କୌଣସି ଜବ୍ ଲାଇଫ ହଉ କିମ୍ବା ପର୍ସନାଲ ଲାଇଫ ହଉ କିଛି ପ୍ରୋବ୍ଲେମ ଆପଣଙ୍କର ପର୍ସନାଲ ଲାଇଫରେ ହେଇଛି। ଯୋଉ ଜିନିଷଟା ଯୋଉ ପର୍ସନଟା ଆପଣଙ୍କୁ ବହୁତ ପେନଫୁଲ ଦଉଛି ବହୁତ ଡିପ୍ରେସନକୁ ନଉଛି କିମ୍ବା ଆପଣଙ୍କୁ ସବୁବେଳେ ବାରମ୍ବାର ସେଇ ଜିନିଷଟା ସେଇ ପର୍ସନଟା କିମ୍ବା ସେଇ ଯୋଉ ସର୍ଟନ ଟାଇମଟା ଆପଣଙ୍କୁ ପ୍ରୋବ୍ଲେମେଟିକ କରୁଛି। ଆଉ ଆପଣଙ୍କୁ ଆହୁରି ବି ବହୁତ ଦିନ ବଞ୍ଚିବାର ଅଛି। ଆପଣ ଯେତିକି ଦିନ ବଞ୍ଚିବାର ଅଛି ଯଦି ପର୍ଟିକୁଲାର ସେତିକି ଜାଗା ଯୋଉ ଜାଗାଟା ଆପଣଙ୍କର ଡ୍ୟାମେଜ ହେଇଛି ଆପଣଙ୍କର ଜବ୍ ଲାଇଫ ଡ୍ୟାମେଜ ହେଇଛି କିମ୍ବା ପର୍ସନାଲ ଲାଇଫ ଡ୍ୟାମେଜ ହେଇଛି କିମ୍ବା ଘରେ କିଛି ପ୍ରକାର ପ୍ରୋବ୍ଲେମରେ ସେ ସମୟଟି ଆପଣଙ୍କର ନଷ୍ଟ ହେଇଛି କିମ୍ବା ଆପଣ ନିଜେ ସେ ଜିନିଷଟାକୁ ନଷ୍ଟ କରିଦେଇଛନ୍ତି ତ ଆପଣଙ୍କ ପାଖରେ ସଫିସିଏଣ୍ଟ ଟାଇମ ଅଛି ଆଜ୍ଞା ଆପଣ ସେଇ ପର୍ସନଟାକୁ ସାଇଡ କରିଦିଅନ୍ତୁ। ସେତିକି ଲାଇଫ ଗତସ୍ୟ ସୂଚନା ନାସ୍ତି ଯିଏ ପଳେଇଛି ତାକୁ ମାନେ ଭୁଲି ଯାଆନ୍ତୁ ତାକୁ ଆଉ ଭାବନ୍ତୁ ନାହିଁ। ଭବିଷ୍ୟତ ଯେତିକି ସମୟ ଆପଣଙ୍କର ଫ୍ୟୁଚରରେ ଅଛି ଆପଣ ଭାବନ୍ତୁ ଯେ ସେଇ ପର୍ଟିକୁଲାର ମୁଁ ବର୍ତ୍ତମାନ ସମୟ ଆଉ ମୋ ଭବିଷ୍ୟତକୁ କେମିତି ଭଲ କରିବି କେମିତି ମୁଁ ଖୁସିରେ ରହିପାରିବି। କିନ୍ତୁ ଯୋଉ ଜିନିଷଟା ଆପଣଙ୍କର ବିତି ଯାଇଛି ନା ଆପଣ ଯଦି ସେଇ ଜିନିଷଟାକୁ ବାରମ୍ବାର ସାମ୍ନାକୁ ଆଣି ସେଇ ମାଇଣ୍ଡ ସେଟ୍ରେ ଆପଣ ବର୍ତ୍ତମାନ ଆଉ ଫ୍ୟୁଚରଟାକୁ ଜଜ୍ କରିବେ ନା ତ ଆପଣ ପ୍ରୋବ୍ଲେମରେ ପଡ଼ିବେ ହିଁ ପଡ଼ିବେ। ତେଣୁକରି ସେ ମିଡିଲ କ୍ଲାସର ସେଇ ରୋଷେଇ ତରିକାରୁ ଆପଣ ଶିଖିବା ଦରକାର ଯେ ଆଳୁର ଯୋଉ ପର୍ସନଟା ଆପଣଙ୍କର ଖରାପ ହେଇଛି ତାକୁ କାଟି ଦିଅନ୍ତୁ ବାକି ଯୋଉ ଜାଗାଟା ଭଲ ଅଛି ତାକୁ ୟୁଜ କରନ୍ତୁ ୟୁଟିଲାଇଜ କରନ୍ତୁ। ଜୀବନରେ ବହୁତ କିଛି ଅଛି ବହୁତ କିଛି ଜୀବନରେ ଅଛି ମିଳିପାରେ କାହାକୁ ନ ମିଳିପାରେ କିନ୍ତୁ ଚେଷ୍ଟା ତ ସମସ୍ତେ କରିବା ନା। ଚେଷ୍ଟା ପାଇଁ ତ କାହାକୁ କେହି ହାତ ଧରିକି ଅଟକଉନି ଯେ ତୁମେ ଚେଷ୍ଟା କର ନାହିଁ ବୋଲି। ଆଉ ଚେଷ୍ଟା ନ କରି ସେଇ ପୁରୁଣା ଜିନିଷଟାକୁ ବାରମ୍ବାର ଭାବି ଭବିଷ୍ୟତଟାକୁ ନଷ୍ଟ କରିବାର କେବଳ ମାନେ ଦୋଷୀ ଆପଣ ନିଜେ ହିଁ ହେବେ। ଏହା ଛଡା ଆଉ ଆପଣଙ୍କର ଦ୍ୱିତୀୟ ଦୋଷୀ କେହି ହେବେନି। କାହିଁକି ନା ଆପଣଙ୍କୁ ସମୟ ଥିଲା ଆପଣ ସେ ଜିନିଷଟାକୁ ତ୍ୟାଗ କରି ଯେମିତି ଆପଣ ମଳତ୍ୟାଗ କଲା ପରେ ଆଉ ପଛରେ ସେ ଜିନିଷଟାକୁ ଫ୍ଲସ୍ ମାରିକି ଉଡେଇ ଦଉଛନ୍ତି। ତେଣୁକରି ସେ ସମୟଟା ଆପଣ ଯାଇସାରିଲା ପରେ ଆଉ ଦ୍ୱିତୀୟ ଥର ପଛକୁ ଫେରିକି ଅନାନ୍ତୁନି। ଆପଣ ଯାହା ହେଇଛି ତାକୁ ଭୁଲନ୍ତୁ ଆଗକୁ କେମିତି କଣ ଭଲ ହବ ସେଇ କଥା ଭାବିକି ଚାଲନ୍ତୁ। ଜୟ ଜଗନ୍ନାଥ।